हेलो हाय नमस्कार जय जगन्नाथ आशा करছি ଆପଣମାନେ ବହୁତ ଭଲରେ ଥିବେ ମୁଁ ବି ବହୁତ ଭଲରେ ଅଛି। ଗୋଟେ ନୂତନ ବ୍ଲଗ୍ ନେଇ ଆସିଛି। ବହୁତ ଦିନ ଧରି ବ୍ଲଗ୍ ବନେଇ ପାରୁନଥିଲି କାହିଁକିନା ଢେର ସାରା କାମ ତାପରେ ସବୁ ମୋ ମେଣ୍ଟାଲି ବହୁତ ପ୍ରେସରରେ ଥିଲି କାହିଁକିନା ଯେହେତୁ କାମ ବହୁତ ପ୍ରେସର ଥିଲା। ତାପରେ ଯେହେତୁ ମୋ ନିଜର ବିଜନେସକୁ ତାପରେ ମୋର ୟୁଟ୍ୟୁବ କାମ ମୋତେ ବହୁତ ପ୍ରେସର ହେଉଥିଲା। ଫାଇନାଲି କାମ କମ୍ପ୍ଲିଟ୍ ହେଇଗଲା ତ ଫାଇନାଲି ଜାଣିଥିବେ ଟିଜର ତ ରିଲିଜ୍ ହେଇଯାଇଛି ଶିବ ପୂଜା କ୍ରିଏସନ୍ ୟୁଟ୍ୟୁବ୍ ଚ୍ୟାନେଲରେ। ତ ଆପଣମାନେ ଯଦି ଦେଖିନାହାନ୍ତି ତ ଜଲ୍ଦି ଜଲ୍ଦି ଯାଇକି ଦେଖନ୍ତୁ। ଶିବ ପୂଜା କ୍ରିଏସନ୍ରେ ଟିଜର ରିଲିଜ୍ ହେଇଯାଇଛି। ତ ବହୁତ ଦିନ ପରେ ଆଜି ବ୍ଲଗ୍ ବନାଉଛି କାହିଁକିନା ମୋ ସମୟ ବି ମିଳିପାରୁନି କାହିଁକିନା ଢେର ସାରା କାମ ବହୁତ ବ୍ୟସ୍ତ ରହୁଛି। ତ ବହୁତ ଦିନ ଧରି ବ୍ଲଗ୍ ବି ବନେଇ ପାରୁନଥିଲି କାହିଁକିନା ଏତେ ସାରା କାମକୁ ବ୍ଲଗ୍ ବନେଇବା ବହୁତ କଷ୍ଟ ହେଉଥିଲା। ତ ବହୁତ ଦିନ ପରେ ଆଜି ବ୍ଲଗ୍ ବନେଇ ଆଜି ହେଉଛି ମୋର ବାର୍ଥଡେ। ତ ବାର୍ଥଡେରେ ପୂଜା କିଛି ସେଲିବ୍ରେସନ୍ ପୂଜା କିଛି ଆରେଞ୍ଜମେଣ୍ଟ କରିଛନ୍ତି। ତ ମୁଁ ବି ଚାହୁଁଥିଲି ବାର୍ଥଡେ ଆଜି ଏ ବର୍ଷ ନ କରିବା ପାଇଁ କାହିଁକିନା ଭଲ ହିଁ ଲାଗୁନି କାହିଁକିନା ଜାଣିଥିବେ ଏତେ ସାରା କାମ ତାପରେ କାମ ପରେ ବି ଏ ଲୋକମାନଙ୍କର ଏ ଅଲଗା ପ୍ରକାର କଥା ଟିକେ ଭଲ ଲାଗୁନି କାହିଁକିନା ମୋର ଫ୍ୟୁଚରକୁ ମୁଁ ଆଗକୁ ନେଇ ଚାଲେ ସଦାବେଳ ପାଇଁ। ଆଉ ମୋର ଏମ୍ ଅଛି ମୁଁ ଏମ୍ ପୁରା କରିଲେ ଯେଉଁଦିନ ଏମ୍ ପୁରା କରିବି ସେଦିନ ଧୁମଧାମରେ ମୋ ବାର୍ଥଡେ ସେଲିବ୍ରେସନ୍ କରିବି। ମୁଁ ଫାଇନାଲି ଆର ବର୍ଷ ବାର୍ଥଡେ ମୁଁ ଯେବେ ମୋ ଫୁଲଫିଲ୍ ହେଇଯିବ ମୁଁ ନିଶ୍ଚୟ ଆନାଉନ୍ସ କରିବି। ଆଉ ମୋ ବାର୍ଥଡେରେ ସେଦିନ ମୁଁ ଭଲସେ ସେଲିବ୍ରେସନ୍ କରିବି ମୋ ବାର୍ଥଡେର। ତା ବ୍ୟତୀତ ଏ ବର୍ଷ ଭଲସେ ବାର୍ଥଡେ ସେଲିବ୍ରେସନ୍ କଲିନି କିନ୍ତୁ ପୂଜାଙ୍କ ମନ ଦୁଃଖ ହେବ ବୋଲି ମୁଁ ତାଙ୍କ ଖୁସିରେ ପୂଜା ଯେଉଁ ଡ୍ରେସ୍ ଦେଇଥିଲେ ଗିଫ୍ଟ ପାକ୍ କରିଥିଲେ ଯେଉଁ ପ୍ୟାଣ୍ଟ ସାର୍ଟ ମୋ ପାଇଁ ତ ମୁଁ ଫାଇନାଲି ପିନ୍ଧିଲି ବାର୍ଥଡେରେ ଯେହେତୁ ପୂଜାଙ୍କ ମନ ଦୁଃଖ ହେବ। ତ ଚାଲନ୍ତୁ ଯିବା ପୂଜା କେମିତି ଆରେଞ୍ଜମେଣ୍ଟ କରିଛନ୍ତି ଛୋଟିଆ ଜଷ୍ଟ ମାନେ ନର୍ମାଲି। ତ ମୁଁ ମନା ବି କରୁଥିଲି ଯେ ନାଇଁ ବାର୍ଥଡେ ଏ ବର୍ଷ ପାଳନ କରିବିନି ଆର ବର୍ଷ ପାଳନ କରିବି କାହିଁକିନା ମୁଁ ଯେପର୍ଯ୍ୟନ୍ତ ସକ୍ସେସ୍ ହେଇନି ମୋର ଗୋଟେ ଏମ୍ ଅଛି। ମୋ ଏମ୍ରେ ସକ୍ସେସ୍ ଯେପର୍ଯ୍ୟନ୍ତ ନ ହେଇଛି ସେ ପର୍ଯ୍ୟନ୍ତ ମୁଁ ବାର୍ଥଡେ ପାଳନ କରିବିନି ମାଇଣ୍ଡ ସ୍ଥିର କରିଥିଲି। ତ ଫାଇନାଲି ଚାଲନ୍ତୁ ଯିବା ବାର୍ଥଡେ କେମିତି ସେଲିବ୍ରେସନ୍ ହେଲା ଏ ଭିଡ଼ିଓ ମାଧ୍ୟମରେ ଦେଖେଇଛି। ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚୟ କମେଣ୍ଟ କରିବେ ସେୟାର କରିବେ ଆଉ ସବସ୍କ୍ରାଇବ୍ କରିବେ ଆଉ ଲାଇକ୍ କରିବେ ଢେର ସାରା ଭଲ ପାଇବା ଦେବେ। ଚାଲନ୍ତୁ ଯିବା ଦେଖିବା। ఎప్పుడు కొన్నాను ఎప్పుడు కొన్నాను ଶୋଇଲା ବେଳେ ଖାଲି ମୁହଁ କରିବ। ଏବେ ଜାଣିଛନ୍ତି କି ବହୁତ ଦିନ ପରେ ଆମେ ଦୁଇ ଜଣ ଆଜି ଏକା ସାଙ୍ଗରେ ଖାଉଛୁ କାହିଁକିନା ସେତିକି ବି ମୁଁ ସମୟ ଦେଇପାରେନି କାହିଁକିନା ମୋର ନିଜର ବିଜନେସ୍ ଆଉ ଏମିତି ବହୁତ ସାରା କାମକୁ ନେଇ ସମୟ ଦେଇପାରେ। ଫାଇନାଲି ଆମେ କୁଆଡ଼େ ବି ବାର୍ଥଡେକୁ କୁଆଡ଼େ ବି ଯାଇ ବି ପାରିଲୁନୁ। ତ ଫାଇନାଲି ଆମେ ପୂଜାଙ୍କର ମୋର ଆଜି ଦୁଇ ଜଣ ଯାକ ମିଶିକିରି ମଟନ୍ ଆଉ ନାନ୍ ଖାଇଲୁ। ତ ଦେଖନ୍ତୁ ଅଛି ନା ଗରମ ଗରମ ତ ଫାଇନାଲି ବାର୍ଥଡେରେ ଆମର ମଟନ୍ ଆଉ ନାନ୍ ତିନି ଜଣ ଯାକ ଆମେ ବସିକି ଖାଉଛୁ। ଆଉ ତ କୁଆଡ଼େ ଯାଇପାରିଲୁନୁ। ତ ଫାଇନାଲି ଭାବିଲୁ ଆମେ ଘରେ ଦି ଜଣ ଯାକ ବସିକିରି ଖାଇଦବୁ। ମଟନ୍ ବି ଭଲ ପିସ୍ ଦେଇଛି ଭଲ ଲାଗୁନି ନା? ବଢ଼ିଆ ହେଇଛି। ଭାବିଥିଲି ଏଇ ବର୍ଷ ବାର୍ଥଡେ ସେଲିବ୍ରେସନ୍ କରିବିନି
ବି ଏଥରକ ବି ଏନ୍ଜୟ ବି ମିଳୁନି କାହିଁକିନା ମୋର ଗୋଟେ ଏମ୍ ଅଛି, ସେ ଏମ୍ ନ ପୁରା ହେବା ପର୍ଯ୍ୟନ୍ତ ମୁଁ ମୋ ବାର୍ଥଡେ ସେଲିବ୍ରେସନ୍ କରିବିନି। ତ କ'ଣ କରିବା, ସମସ୍ତଙ୍କୁ ଦେଖିବାକୁ ପଡ଼ିବ। ସମୟ ଆସିଲେ ମୁଁ ତମକୁ କହିବି। ମଟନ୍ ନାନ୍, ମଟନ୍କୁ ନାନ୍ ଖାଉଛନ୍ତି। ଅଛି ତ। ହଉ ଖାଇଛ, ତାପରେ ମୁଁ କହିବି।